ଗୌରୀ ରାଧୁଆକୁ ଚାହିଁଥିଲା ସତ, କିନ୍ତୁ ତାକୁ ଦିଶୁଥିଲା ଗତ ରାତିର ଦୃଶ୍ୟ। ସେ ନ ମରି ବଞ୍ଚି ରହିଛି ମାନେ ତାକୁ ଜୀବନରେ ଅନେକ କିଛି ଭୋଗିବାର ଅଛି। ଏଇ କଥା ଭାବିଲା ବେଳକୁ ତା ଆଖିରୁ ଦୁଇ ଟୋପା ଲୁହ ଝରି ପଡ଼ିଥିଲା। ରାଧୁଆ ଗୌରୀର ଲୁହ ପୋଛି ଦେଇ କହିଲା, କାନ୍ଦିନି ଲୋ ନାନୀ, ଏ ରାଧୁଆ ତୋ ପାଖରେ ଅଛି ମାନେ ତୋର କିଛି ଅସୁବିଧା ହବାକୁ ଦବନି। ଯଦି ଭାଇ ତତେ ନବାକୁ ଆସିବନି ତାହେଲେ ତୁ ମୋରି ପାଖରେ ରହିବୁ। ଏ ରାଧୁଆକୁ ସିନା ଗାଁ ଲୋକ ରଖେଇ ଥୋଇ ଦେଲେନି ଯେ ସେ ଗାଁ ଛାଡ଼ି ଗାଁ ମୁଣ୍ଡରେ ଘର କରି ରହିଲା, ହେଲେ ଗାଁର ସବୁ ଲୋକଙ୍କର ଖବର ତା ପାଖରେ ଅଛି। ତୋ ଦୁଃଖ କ'ଣ ତାକୁ ଅଛପା ଅଛି? ଆଜିଠାରୁ ତୋ ସୁଖ ଦୁଃଖରେ ସବୁଥିରେ ମୁଁ ଅଛି। ଭଗବାନ ସିନା ଏ ରାଧୁଆଟାକୁ ହିନି ମାନିଆ କରି ଜନ୍ମ ଦେଲେ, ହେଲେ ତାର ହୃଦୟଟା ବହୁତ ବଡ଼। ୟା ଭିତରେ ସେହି ଦୀର୍ଘଦେହୀ ପୁରୁଷ କେତେବେଳେ ଯେ ସେଠି ଉପସ୍ଥିତ ହୋଇ ତାଙ୍କର କଥାକୁ ଶୁଣୁଥିଲେ ସେମାନେ ଜାଣିନଥିଲେ।